ସମାଜର ସେବା କର। ନିଶ୍ଚୟ ସେବା କରିବି। ଆଉ ଗୋଟେ କଥା ଭାଇ, ଆଉ ପୁଣି କୋଉ କଥା? ଜୋରନ୍ଦାକୁ ଯାଇ କଣ କରିଦେବା? ଖଣ୍ଡେ ପିନ୍ଧି ହାତରେ ଖଞ୍ଜଣି ଧରି ଖଞ୍ଜଣି ବଜାଉ। ଖଞ୍ଜଣି ପାଟଣା ଭାବିଛୁ ମୁଁ ତୁରନ୍ତ ଯିବି ଆଉ ଖଞ୍ଜଣି ବଜାଇବି। ଲୋକଙ୍କର ସେବା କରିବା ପାଇଁ ଯାଉଛୁ ରେ। সর্বদা ধর্মর জয় হুয়ে কেমিতি ভুলিবি চাকি সেই রাজা দেবদত্ত কথাটা জমা মনରୁ ভুলি ପାରିବିନି। আরে চাকি এপটে মো বহিত বাবা কথা মানি চলিবি না সেপটে রাজা দেবদত্ত কথাটা? প্রথমে করিব শত্রু কার্য, তারপরে করিব পিতৃ কার্য। নিশ্চয় চাকি। আরে সে যেমিতি আমাকে দুঃখ যন্ত্রণা দিয়েছি প্রথমে শত্রু কার্য হি করিবি। আরে চাকি শত্রু কার্য করিবাকু হলে ততে গোটাই কাম করিবাকু হব। আসন্তকালি গুপ্তচর হয়ে মাণিক্যগড় রাজ্যকু যাত্রা করিবে। ଆଉ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ନେଇ ମୋ ପାଖକୁ ସହଳ ସହଳ ଫେରିବାକୁ ହବ। ମୁଁ ଯେତେବେଳେ ଆପଣଙ୍କ ସାଥିରେ ଅଛି ଜମା ଚିନ୍ତା କରନ୍ତୁନି ଭାଇ। ମୁଁ ଆସନ୍ତାକାଲି ଗୁପ୍ତଚର ଏଇ ମାଣିକଗଡ଼କୁ ଯାତ୍ରା କରିବି। ଆବଶ୍ୟକ ରାଜା ଦେବଦତ୍ତର ସମସ୍ତ ଗୁପ୍ତ ରହସ୍ୟ ସଂଗ୍ରହ କରି ତୁମ ପାଖରେ ଉପସ୍ଥାପନ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି। କିନ୍ତୁ ପୁଣି କର ଭାଇ ଏ କଥାଟା ଯେମିତି ବୈଦ ବୁଢ଼ା ନ ଜାଣେ। ଯଦି ଏ କଥାଟା ବୈଦ ବୁଢ଼ା ଜାଣିଯିବ ଆମକୁ ଏ ଅଗନାଗନି ବନସ୍ତ ଭିତରେ ରଖେଇ ଦବନି। କହିଛୁ ଚାକ୍ଷୀ କ୍ଷୀରରୁ ମାଟି କାଢିଲା ଭଳି ଆମକୁ ଫୋପାଡ଼ି ଦେବ। ଠିକ କଥା। ରାଜା ଦେବଦତ୍ତ ଯେମିତି ଆମକୁ ରାଜ୍ୟରୁ ତଡ଼ି ଦେଇଥିଲା ঠিক ସେମିତି ଏ ବୈଦ ବୁଢ଼ା ମଧ୍ୟ ଆମକୁ ତଡ଼ିଦେବ। ଏ କଥାଟାକୁ ଗୋପନରେ ରଖିବାକୁ ସେମିତି ହବାକୁ ମୁଁ ଦେବିନି ଚାକ୍ଷୀ। ଆରେ ଆମେ ସେଇ ମାଣିକଗଡ଼ ରାଜ୍ୟରୁ ଦଡ଼ା ଖାଇ ସାରିଛୁ। ଏଥର ଆଉ ଏଇ ବଳାକ୍ରେ ବୈଦ ବାବାଙ୍କୁ ଠାରୁ ଦଡ଼ା ଖାଇବନି। ଆରେ ଚାକ୍ଷୀ ପିଙ୍ଗୁଳା ଏଣ୍ଡୁଅ ଦେଖିଛୁ? ପିଙ୍ଗୁଳା ଏଣ୍ଡୁଅ ଯେମିତି ତା ନିଜକୁ ନିଜେ ରଙ୍ଗରେ ପରିବର୍ତ୍ତନ କରେ ସେମିତି ବଳାକ୍ରେ ତା ନିଜକୁ ନିଜେ ରଙ୍ଗରେ ପରିବର୍ତ୍ତନ କରିବ। ଏ କଥାଟା ଆମ ଭେଣ୍ଡି ଭାଇଙ୍କ ଛଡ଼ା ତୃତୀୟ ଜଣ କେହି ଜାଣିପାରିବେନି। ଅପନରେ ରଖେଇବା